ଥରେ ଭାବନ୍ତୁ, ଦୀର୍ଘ 20 ବର୍ଷର ଅପେକ୍ଷା ପରେ ବାପା ମା ହେବାର ସୌଭାଗ୍ୟ ତ ମିଳିଲା, ହେଲେ ଗୋଟେ ମାସ ପରେ ପୁଣି ସେଇ ବାପା ମାଆଙ୍କୁ କୋଳଶୂନ୍ୟ କରିବା ବାଲା ଆଉ କେହି ନୁହେଁ, ବରଂ ନିଜେ ଆମ ପ୍ରଶାସନ ହେଇଥିଲା। ଶେଷରେ ବାପା ମା ଜିଲ୍ଲାପାଳଙ୍କ ଅଫିସରେ ଗୋଡ଼ ତଳେ ପଡ଼ି କାନ୍ଦି ଚାଲିଥିଲେ, ଆଉ ଗୁହାରି କରି କରି କାନ୍ଦି କାନ୍ଦି କହୁଥିଲେ, ଆମ ପୁଅକୁ ଆମକୁ ଫେରାଇ ଦିଅ। ହେଲେ କିଛି ଲାଭ ହେଉନଥିଲା। ନା ଏମାନଙ୍କ ଲୁହ ପ୍ରଶାସନକୁ ଦେଖାଯାଉଥିଲା, ନା ଏ ଚିତ୍କାର କାହାକୁ ଶୁଣାଯାଉଥିଲା। ସମସ୍ତେ ସବୁ ଶୁଣୁଥିଲେ, ଦେଖୁଥିଲେ, ହେଲେ କିଛି କେହି ପ୍ରତିକ୍ରିୟା ଦେଉନଥିଲେ। ମାସକର ପୁଅକୁ ନେବାକୁ ଏଇ ବାପା ମା ଯେମିତି ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ହେଲେ ଶେଷରେ ପୋଲିସ ପହଞ୍ଚିଲା, ଆଉ ଏମାନଙ୍କୁ ଉଠେଇ ନେଇଯାଇଥିଲା, ଆଉ ଜିଲ୍ଲାପାଳ ଅଫିସର ବାହାରେ ଛାଡ଼ି ଦେଇଥିଲା। ଏ କାହାଣୀ ଦେଖିଲା ପରେ ରାସ୍ତା କଡ଼ରେ କାନ୍ଦୁଥିବା ନବଜାତ ଶିଶୁକୁ ଯଦି ଆପଣ ଦେଖନ୍ତି, ହୁଏତ ଦେଖିକି ବି ନ ଦେଖିଲା ଭଳି ଆପଣ ଚାଲିଯିବେ। ଏ କାହାଣୀ ଦେଖିଲା ପରେ ଜଙ୍ଗଲ ଭିତରେ କାନ୍ଦୁଥିବା ନବଜାତ ଶିଶୁକୁ ସେ ଜଙ୍ଗଲ ଭିତରେ ସେମିତି ଛାଡ଼ି ଆସିବାକୁ ଇଚ୍ଛା ହେବ। ଏ କାହାଣୀ ଥିଲା ସେଇ ବାପା ମାଆଙ୍କର କାହାଣୀ, ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ ଆଜ୍ଞା। ଏ କାହାଣୀ ସେଇ ବାପା ମାଆଙ୍କର ଯିଏ 20 ବର୍ଷ ପରେ ବି ଛୁଆ ଜନ୍ମ କରିବାକୁ ସକ୍ଷମ ନଥିଲେ, କିନ୍ତୁ ଜଙ୍ଗଲ ଭିତରେ ଛେଳି ଚରାଇବାକୁ ଯାଇ ଗୋଟେ ନବଜାତ ଶିଶୁକୁ ପାଇଥିଲେ। ଯେଉଁ ଶିଶୁ କାନ୍ଦୁଥିଲା, ଚିତ୍କାର କରୁଥିଲା, ନା ପାଖରେ ବାପା ଥିଲା ନା ମା ଥିଲା, କିନ୍ତୁ ସେଇ ଜଙ୍ଗଲ ଭିତରେ ଛେଳି ଚରାଉଥିବା ଦୁଇ ଦମ୍ପତିଙ୍କ ନଜର ଏଇ ଛୁଆ ଉପରେ ପଡ଼ିଥିଲା। ସେ ଛୁଆର କାନ୍ଦ କାନରେ ବାଜିବା କ୍ଷଣି ପହଞ୍ଚି ଯାଇଥିଲେ ଛୁଆ ପାଖରେ। ସବୁଆଡ଼େ ଦେଖିଲେ, ହେଲେ କେହି କୁଆଡ଼େ ନଥିଲେ। ବାହାଘରର 20 ବର୍ଷ ପରେ କୋଳଶୂନ୍ୟ ଥିବା ଦମ୍ପତି ଭଗବାନଙ୍କ ବରଦାନ ବୋଲି ଭାବିଥିଲେ, ଆଉ ସେଇ ଛୁଆକୁ ସାଥିରେ ନେଇ ଘରକୁ ଯାଇଥିଲେ। ମନ ଭିତରେ 20 ବର୍ଷ ଧରି କୋଳକୁ ଆସିବାକୁ ଅପେକ୍ଷା କରିଥିବା ଖୁସି, ହୃଦୟ ଭିତରେ ସୀମାହୀନ ସ୍ନେହ ଆଉ ଭଲ ପାଇବା ଭିତରେ କୋଳେଇ ନେଇଥିବା ଛୁଆକୁ ମାସେ ପୁରି ଯାଇଥିଲା। 21 ବି ହେଇଥିଲା, ନାମକରଣ ବି ହେଇଥିଲା। ଅଚାନକ ସେଇ ଦମ୍ପତିଙ୍କ ଘରେ ପହଞ୍ଚି ଯାଇଥିଲେ କିଛି ଅଧିକାରୀ। ସିଧା ଘରେ ପହଞ୍ଚିଥିଲେ, ଆଉ ସେଇ ଛୁଆ ତମର ନୁହେଁ, ତମେ ଇଲିଗାଲ ରଖିଛ କହି ଛୁଆକୁ ନେଇ ଯାଇଥିଲେ। ମାସେ ଧରି ଲାଳନ ପାଳନ କରିଥିବା ବାପା ମା ଯେତେ ଜୋରରେ ଚିତ୍କାର କରି କାନ୍ଦି କାନ୍ଦି ତାଙ୍କ ପୁଅକୁ ଛାଡ଼ି ଦେବାକୁ କହୁଥିଲେ, ସେପଟେ ମାସେ ପର୍ଯ୍ୟନ୍ତ ରହିଥିବା ସେଇ ବାପା ମା ବିନା ବି ସେ ଛୁଆଟି କାନ୍ଦି ଚାଲିଥିଲା, ହେଲେ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ପ୍ରଶାସନିକ ଅଧିକାରୀ ନିର୍ଦ୍ଦୟ ସାଜିଲେ, ଆଉ ପାଳିଥିବା ବାପା ମାଙ୍କଠୁ ଛୁଆକୁ ଛଡ଼େଇ ନେଲେ। ପରଦିନ ଗାଁର କିଛି ଲୋକମାନଙ୍କ ସହ ଜିଲ୍ଲାପାଳ ଅଫିସରେ ପହଞ୍ଚିଲେ ଏଇ ବାପା ମା। ଜିଲ୍ଲାପାଳଙ୍କ ଗୋଡ଼ ତଳେ ପଡ଼ିଲେ, କାନ୍ଦିଲେ, ନେଉରା ହେଲେ, ହେଲେ ଆମ ଆଇନ ଆଉ ଆମ ସିଷ୍ଟମ ଆଗରେ ଜିଲ୍ଲାପାଳ ବି ହାର ମାନିଗଲେ। ଶେଷରେ ପୋଲିସ ଡାକି ଉଭୟଙ୍କୁ ଜିଲ୍ଲାପାଳ ଅଫିସରୁ ବାହାର ବି କରିଦେଲେ। ସିଷ୍ଟମ ଆଉ ଆଇନ ଆଗରେ ବିଚରା ବାପା ମା ଦୁଇଜଣ ଶେଷରେ ହାରି ଯାଇଥିଲେ। ଏ କାହାଣୀ କହୁଛି, ରାସ୍ତା କଡ଼ରେ କାନ୍ଦୁଥିବା ଛୁଆଙ୍କୁ କେହି ନିଅନି ବୋଲି। ଏ ସିଷ୍ଟମ କହୁଛି, ସେ ଛୁଆକୁ ସେମିତି ସେଇଠି ଛାଡ଼ି ଦେଇ ତମ ରାସ୍ତାରେ ତମେ ଚାଲିଯାଅ ବୋଲି। ଆଉ ଆମ ଆଇନ କହୁଛି, ତମେ ନେଲେ ଲାଭ କ'ଣ? ଆମେ ପୁଣି ଥରେ ତମ ପାଖରୁ ଛଡ଼େଇ ତ ଆଣିବୁ। ଯଦି ସେ ଜଙ୍ଗଲ ଭିତରେ କାନ୍ଦୁଥିଲା, ତ ତମେ ତାକୁ ଆଣୁଥିଲ କାହିଁକି? ଯଦି ଆଣିଲ, ପ୍ରଶାସନକୁ ନ ଦେଇ କାହିଁକି ନିଜ ପାଖରେ ରଖିଲ? ବା ବାହାରେ ସିଷ୍ଟମ। ଏ ଘଟଣା ହେଉଛି ଢେଙ୍କାନାଳ ଜିଲ୍ଲାର ଆଜ୍ଞା। ଛେଳି ଚରାଇବାକୁ ଯାଇଥିବା ଦମ୍ପତି ଜଙ୍ଗଲରୁ ମୁର୍ମୂଷ ଅବସ୍ଥାରେ ଜନ୍ମିତ ଶିଶୁ ପୁତ୍ରକୁ ପାଇଥିଲେ। ମାସେରୁ ଅଧିକ ସମୟ ଲାଳନ ପାଳନ କରିବା ପରେ ନିଃସନ୍ତାନ ଦମ୍ପତିଙ୍କ କୋଳରୁ ଛୁଆକୁ ଛଡ଼ାଇ ନେଲା ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ବିଭାଗ। ଛୁଆକୁ ନେବା ପାଇଁ ଜିଲ୍ଲାପାଳଙ୍କ ଅଫିସରେ କାନ୍ଦି କାନ୍ଦି ଗଡ଼ି ଚାଲିଥିଲେ ଏ ନିରୀହ ବାପା ମା ଦିଜଣ। ଏ ଦମ୍ପତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ବାଙ୍ଗୁରୁସିଙ୍ଗି ପଞ୍ଚାୟତ ବାଛୁରୀ ଗାଁର ମୂଷା ନାୟକ ଓ ବାସନ୍ତୀ ନାୟକ। ମୂଷା ନାୟକ ଗତ ଡିସେମ୍ବର 9 ତାରିଖ ଦିନ ନିକଟସ୍ଥ ବେଡ଼ପଡ଼ା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ମୁର୍ମୂଷ ଅବସ୍ଥାରେ ପଡ଼ିଥିବା ଜନ୍ମିତ ଶିଶୁ ପୁତ୍ରକୁ ପାଇଥିଲେ। ତୁରନ୍ତ ଛେଳି ସବୁକୁ ଜଙ୍ଗଲରେ ଛାଡ଼ି ଜନ୍ମିତ ଶିଶୁଟିକୁ ଧରି ଘରକୁ ଧାଇଁ ଯାଇଥିଲେ ମୂଷା ନାୟକ। ବାହାଘରର 20 ବର୍ଷ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କର ଛୁଆଟିଏ ନଥିବାରୁ ନବଜାତ ଛୁଆଟିକୁ ପାଇ ବେଶ ଖୁସି ହୋଇଯାଇଥିଲେ ଦମ୍ପତି। 1 ମାସରୁ ଅଧିକ ସମୟ ଧରି ନିଜ ଛୁଆ ଭଳି ପାଳିଥିବା ଛୁଆଟିର ଲାଳନ ପାଳନ କରିଥିଲେ, ପୋଲିଓ ଟିକା ଦେଇ ମମତା କାର୍ଡ ବି କରିଥିଲେ, କିନ୍ତୁ ତାଙ୍କର ଏ ଖୁସି ବେଶୀ ଦିନ ରହିପାରିନଥିଲା। କୌଣସି ସୂତ୍ରରୁ ଖବର ପାଇ ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ବିଭାଗ ଗାଁରେ ପହଞ୍ଚି ପାଳିତ ବାପା ମାଙ୍କ କୋଳରୁ ଶିଶୁଟିକୁ ଛଡ଼େଇ ନେଇଥିଲେ। ଏ ନେଇ ମୋଟଙ୍ଗା ଥାନାରେ ଏକ ଅଭିଯୋଗ ବି ହେଇଛି। ଏପରିକି ନିଃସନ୍ତାନ ଦମ୍ପତି ଜଙ୍ଗଲରୁ ପାଇଥିବା ନବଜାତ ଶିଶୁ ପୁତ୍ରଟିର ଗାଁରେ 21 ନାମକରଣ ଉତ୍ସବ କରାଇ ଭୋଜିଭାତ ବି ବଡ଼ ଧୁମଧାମରେ କରିଥିଲେ। ଖୁସିରେ ପାଳିତ ବାପା ମା ଛୁଆର ନାଁ ରଖିଥିଲେ ବିଷ୍ଣୁ ପ୍ରସାଦ, କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଗତ ମଙ୍ଗଳବାର ଗାଁରେ ପହଞ୍ଚି ଛୁଆଟିକୁ ଉଦ୍ଧାର କରି ଆଣିଥିଲେ ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ଅଧିକାରୀ। ପରେ ଛୁଆଟିକୁ ପାଇବା ପାଇଁ ଜିଲ୍ଲାପାଳଙ୍କ ଅଫିସକୁ ଧାଇଁ ଆସିଥିଲେ। ସାଥିରେ 50ରୁ ଅଧିକ ଗ୍ରାମବାସୀ ବି ତାଙ୍କ ସହ ଆସି ପହଞ୍ଚିଥିଲେ। 2 ଘଣ୍ଟାରୁ ଅଧିକ ସମୟ ଧରି ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ବାହାରେ କାନ୍ଦି କାନ୍ଦି ଗଡ଼ିବା ଦେଖି ଜିଲ୍ଲାପାଳ ଭିତରକୁ ଡାକି ଦମ୍ପତିଙ୍କ ସହ ଆଲୋଚନା କରିଥିଲେ।
ଏପଟେ ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଛୁଆଟିକୁ ଉଦ୍ଧାର କରି ଦମ୍ପତି ମାନବିକତାର ପରିଚୟ ଦେଇଛନ୍ତି ସତ, କିନ୍ତୁ ନିୟମ ଅନୁସାରେ ଛୁଆକୁ ବିନା କୌଣସି ପ୍ରକ୍ରିୟାରେ ପାଳିତ ଦମ୍ପତିକୁ ହସ୍ତାନ୍ତର କରାଯାଇପାରିବ ନାହିଁ। ଅନଲାଇନ୍ କାର୍ଡ ପୋର୍ଟାଲରେ ଆବେଦନ କରିବା ପରେ ପ୍ରକ୍ରିୟା ଅନୁସାରେ ଆବେଦନକାରୀଙ୍କୁ ଦିଆଯାଇପାରିବ। ସେଥିପାଇଁ ସମୟ ଲାଗିବ ଏବଂ ଏହା କଷ୍ଟସାଧ୍ୟ ବେପାର। ଏପଟେ ଆଜି ହିଁ ଛୁଆଟିକୁ ନେବାକୁ ଜିଦ୍ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସିବାରୁ ପୋଲିସ ବୁଝାଇବାକୁ ଯାଇ ନାକେଦମ ହେବାରୁ ଶେଷରେ ଫୋର୍ସ ଲଗାଇ ସମସ୍ତଙ୍କୁ ଉଠାଇ ବାହାର କରିଦେଇଥିଲେ। ଉଦ୍ଧାର ପରେ ନବଜାତ ଶିଶୁଟିକୁ ସ୍ପେଶିଆଲ ଆଡପ୍ସନ୍ ଏଜେନ୍ସିରେ ଯତ୍ନର ସହ ରଖାଯାଇଛି। ଏପଟେ ନିଃସନ୍ତାନ ଦମ୍ପତିଙ୍କର ପୁଣି କୋଳଶୂନ୍ୟ ହୋଇଯିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସତ କହିଲେ ଏ ଦମ୍ପତିଙ୍କ ସହ ଯାହା ହେଲା କ'ଣ ଠିକ୍ ହେଲା? ଆଉ ଏଇଭଳି ଆଇନ କ'ଣ ସତରେ ଆବଶ୍ୟକ ଅଛି? ତେବେ ଆଗକୁ କିଏ କାହିଁକି ଏହି ନିରୀହ ଛୁଆମାନଙ୍କ ଜୀବନ ବଞ୍ଚାଇବ? ଆଉ ଏହି ହୃଦୟ ବିଦାରକ ଦୃଶ୍ୟ ପାଇଁ କିଏ ଦାୟୀ? ପ୍ରଶାସନ, ଆମ ସିଷ୍ଟମ୍, ନା ଆଇନ? ନା ଏ ପିଲାକୁ ଏମାନେ ଘରକୁ ଆଣି ଭୁଲ କରିଛନ୍ତି? ଏସବୁ ପ୍ରଶ୍ନର ଉତ୍ତର ଆପଣ କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।